ଲେବି ପୁସ୍ତକ 14 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, କୁଷ୍ଠ ରୋଗୀର ଶୁଚି ହେବା ଦିନରେ ତାହାର ଏହି ବ୍ୟବସ୍ଥା। ସେ ଯାଜକ ନିକଟକୁ ଅଣାଯିବ। ତ ଯାଜକ ଛାଉଣିର ବାହାରକୁ ଯିବ। ପୁଣି ଯାଜକ ଦେଖିବ, ଆଉ ଦେଖ, ଯେବେ କୁଷ୍ଠୀର କୁଷ୍ଠରୋଗର ଘା ସୁସ୍ଥ ହୋଇଥାଏ, ତେବେ ଯେଉଁ ଲୋକ ଶୁଚି ହେବାକୁ ଅଛି, ଯାଜକ ସେହି ଲୋକ ନିମନ୍ତେ 2 ଜିଅନ୍ତା ସୂଚୀ ପକ୍ଷୀ, ଏରସ କାଷ୍ଠ ଓ ସିନ୍ଦୁର ବର୍ଣ୍ଣ ଓ ଏସୋବ୍ ନେବା ପାଇଁ ଆଜ୍ଞା ଦେବ। ପୁଣି ଯାଜକ ମୂର୍ତ୍ତିକା ପାତ୍ରସ୍ଥିତ ସ୍ରୋତ ଜଳ ଉପରେ ଏକ ପକ୍ଷୀକି ବଧ କରିବାକୁ ଆଜ୍ଞା ଦେବ। ତହିଁ ଉତ୍ତାରେ ସେହି ଜିଅନ୍ତା ପକ୍ଷୀକି ଓ ଏରସ କାଷ୍ଠ ଓ ସିନ୍ଦୁର ବର୍ଣ୍ଣ ଓ ଏସୋବ୍ ନେଇ ସେହି ସ୍ରୋତ ଜଳ ଉପରେ ହତ ପକ୍ଷୀର ରକ୍ତରେ ଜିଅନ୍ତା ପକ୍ଷୀକି ଓ ସେହି ସବୁକୁ ଡୁବାଇବ। ପୁଣି ସେ କୁଷ୍ଠରୁ ସୁଶୋଧନୀୟ ଲୋକ ଉପରେ 7 ଥର ଛିଞ୍ଚି ସେ ସୂଚୀ ବୋଲି ପ୍ରକାଶ କରିବ। ଆଉ ସେ ଜିଅନ୍ତା ପକ୍ଷୀକି କ୍ଷେତ୍ର ଆଡ଼େ ଛାଡ଼ିଦେବ। ତେଣୁ ସେହି ଶୋଧନୀୟ ଲୋକ ଆପଣା ବସ୍ତ୍ର ଧୋଇ ଓ ସମସ୍ତ କେଶ କ୍ଷୌର କରି ଜଳରେ ସ୍ନାନ କରିବ। ତହିଁରେ ସେ ସୂଚୀ ହେବ। ତହିଁ ଉତ୍ତାରୁ ସେ ଛାଉଣି ଭିତରକୁ ଆସିବ। ମାତ୍ର ସେ 7 ଦିନ ଆପଣା ତମ୍ବୁର ବାହାରେ ରହିବ। ଆଉ 7ମ ଦିନରେ ସେ ଆପଣାର ସମସ୍ତ କେଶ ଅର୍ଥାତ୍ ମସ୍ତକର ଓ ଦାଢ଼ିର ଓ ଭ୍ରୁଲତାର ସମସ୍ତ କେଶ କ୍ଷୌର କରିବ। ପୁଣି ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରି ସୂଚୀ ହେବ। ପୁଣି 8ମ ଦିନରେ 2 ନିଖୁନ୍ତ ମେଷବତ୍ସ ଓ 1 ବର୍ଷିଆ 1 ନିଖୁନ୍ତ ମେଷ ବତ୍ସ୍ୟା ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ 1 ଏଫାର 3 ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ 1 ଲେଗ୍ ତୈଳ ନେବ। ତ ସୂଚୀକାରୀ ଯାଜକ ସେହି ଶୋଧନୀୟ ଲୋକକୁ ଓ ସେହି ସବୁ ଦ୍ରବ୍ୟ ନେଇ ସମାଗମ ତମ୍ବୁଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସ୍ଥାପନ କରିବ। ପୁଣି ଯାଜକ ସେହି 2 ମେଷବତ୍ସ ମଧ୍ୟରୁ ଗୋଟିଏ ଓ ସେହି 1 ଲେଗ୍ ତୈଳ ନେଇ ଦୋଷାର୍ଥକ ବଳି ରୂପେ ଉତ୍ସର୍ଗ କରିବ। ଆଉ ଦୋଳନୀୟ ନୈବେଦ୍ୟ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ। ଆଉ ଯେଉଁ ସ୍ଥାନରେ ପାପାର୍ଥକ ଓ ହୋମାର୍ଥକ ବଳି ବଧ କରାଯାଏ, ସେହି ପବିତ୍ର ସ୍ଥାନରେ ସେହି ମେଷବତ୍ସ ବଧ କରିବ। କାରଣ ଯେପରି ପାପାର୍ଥକ ବଳି ସେପରି ଦୋଷାର୍ଥକ ବଳି ଯାଜକର ଅଟଇ, ତା ମହାପବିତ୍ର। ଏ ଉତ୍ତାରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ। ପୁଣି ଯାଜକ ଓ ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣର ପ୍ରାନ୍ତରରେ, ଦକ୍ଷିଣ ହସ୍ତର ବୃଦ୍ଧା ଆଙ୍ଗୁଠିରେ ଓ ଦକ୍ଷିଣ ପାଦର ବୃଦ୍ଧା ଆଙ୍ଗୁଳିରେ ତାହା ଲଗାଇବ। ଆଉ ଯାଜକ ସେହି 1 ଲେଗ୍ ତୈଳରୁ କିଛି ନେଇ ଆପଣା ବାମ ହସ୍ତର ପାପୁଲିରେ ଢାଳିବ। ତ ଯାଜକ ସେହି ବାମ ହସ୍ତର ପାପୁଲି ସ୍ଥିତ ତୈଳରେ ଆପଣା ଦକ୍ଷିଣ ଅଙ୍ଗୁଳି ବୁଡ଼ାଇ ଅଙ୍ଗୁଳି ଦ୍ୱାରା ସେ ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ 7 ଥର ଛିଞ୍ଚିବ। ପୁଣି ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ନେଇ ସେ ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରରେ ଓ ଦକ୍ଷିଣ ହସ୍ତ ବୃଦ୍ଧା ଆଙ୍ଗୁଳିରେ ଓ ଦକ୍ଷିଣ ପାଦ ବୃଦ୍ଧା ଆଙ୍ଗୁଳିରେ ଲାଗିଥିବା ଦୋଷାର୍ଥକ ବଳିର ରକ୍ତ ଉପରେ ଲଗାଇବ। ଏ ଉତ୍ତାରେ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସେହି ଶୋଧନୀୟ ଲୋକର ମସ୍ତକରେ ଲଗାଇବ। ପୁଣି ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ପାଇଁ ପ୍ରାୟଶ୍ଚିତ କରିବ। ଆଉ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସେହି ଶୋଧନୀୟ ଲୋକର ଅଶୌଚ ହେତୁ ପ୍ରାୟଶ୍ଚିତ କରିବ। ଏଥି ଉତ୍ତାରେ ସେ ହୋମାର୍ଥକ ବଳି ବଧ କରିବ। ଆଉ ଯାଜକ ହୋମାର୍ଥକ ବଳି ଓ ଭକ୍ଷ୍ୟ ନୈବେଦ୍ୟ ଆଣି ବେଦୀରେ ଉତ୍ସର୍ଗ କରିବ। ତହୁଁ ଯାଜକ ତା ନିମନ୍ତେ ପ୍ରାୟଶ୍ଚିତ କଲେ ସେ ସୂଚୀ ହେବ। ଆଉ ଯେବେ ସେ ଦରିଦ୍ର ଓ ଏତେ ଆଣି ନ ପାରେ, ତେବେ ସେ ଆପଣା ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଦୋଳନୀୟ ନୈବେଦ୍ୟ ରୂପେ ଦୋଷାର୍ଥକ ବଳି ପାଇଁ 1 ମେଷବତ୍ସ ଓ ଭକ୍ଷ୍ୟ ନୈବେଦ୍ୟ ରୂପେ 1 ଏଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା 1 ଲେଗ୍ ତୈଳ। ପୁଣି ତାହାର ପ୍ରାପ୍ତିର ସାଧ୍ୟାନୁସାରେ 2 ଘୁଘୁ ଅବା 2 କାପ୍ତା ଛୁଆ ଆଣିବ। ଆଉ ଏଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମାର୍ଥକ ବଳି ହେବ। ଆଉ 8ମ ଦିନରେ ସେ ଆପଣା ଶୌଚ ନିମନ୍ତେ ସମାଗମ ତମ୍ବୁଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକ ନିକଟକୁ ସେମାନଙ୍କୁ ଆଣିବ। ତ ଯାଜକ ଦୋଷାର୍ଥକ ବଳିର ମେଷବତ୍ସ ଆଉ ସେହି 1 ଲେଗ୍ ତୈଳ ନେବ। ପୁଣି ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ତାହା ଦୋଳାଇବ।
ପୁଣି ସେ ସେହି ଦୋଷାର୍ଥକ ବଳିର ମେଷବତ୍ସ ବଧ କରିବ। ଆଉ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେଇ ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରରେ ଓ ଦକ୍ଷିଣ ହସ୍ତ ବୃଦ୍ଧା ଆଙ୍ଗୁଳିରେ ଓ ଦକ୍ଷିଣ ପାଦ ବୃଦ୍ଧା ଆଙ୍ଗୁଳିରେ ଲଗାଇବ। ତହିଁ ଉତ୍ତାରେ ସେ ତୈଳରୁ କିଛି ନେଇ ଆପଣା ବାମ ହସ୍ତ ପାପୁଲିରେ ଢାଳିବ। ଆଉ ଯାଜକ ଆପଣା ଦକ୍ଷିଣ ଅଙ୍ଗୁଳି ଦ୍ୱାରା ସେହି ବାମ ହସ୍ତସ୍ଥିତ ତୈଳରୁ କିଛି କିଛି ନେଇ ସଦାପ୍ରଭୁଙ୍କ ଛାମୁରେ 7 ଥର ଛିଞ୍ଚିବ। ତେଣୁ ଯାଜକ ଆପଣା ହସ୍ତସ୍ଥିତ ତୈଳ ନେଇ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରରେ ଓ ତାହାର ଦକ୍ଷିଣ ହସ୍ତ ବୃଦ୍ଧା ଆଙ୍ଗୁଳିରେ ଓ ଦକ୍ଷିଣ ପାଦ ବୃଦ୍ଧା ଆଙ୍ଗୁଳିରେ ଲାଗିଥିବା ଦୋଷାର୍ଥକ ବଳିର ରକ୍ତ ସ୍ଥାନରେ ଲଗାଇବ। ପୁଣି ଯାଜକ ଶୋଧନୀୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ କରିବା ପାଇଁ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ତାହାର ମସ୍ତକରେ ଲଗାଇବ। ପୁଣି ସେ ତାହାର ପ୍ରାପ୍ତିର ସାଧ୍ୟାନୁସାରେ ସେହି 2 ଘୁଘୁ ଅବା 2 କାପ୍ତା ଛୁଆ ମଧ୍ୟରୁ ଗୋଟିଏ ଉତ୍ସର୍ଗ କରିବ। ଅର୍ଥାତ୍ ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଭକ୍ଷ୍ୟ ନୈବେଦ୍ୟ ସହିତ ଗୋଟିକି ପାପାର୍ଥକ ବଳି ରୂପେ ଓ ଅନ୍ୟଟିକି ହୋମର୍ଥକ ବଳି ରୂପେ ଉତ୍ସର୍ଗ କରିବ। ପୁଣି ଯାଜକ ଶୋଧନୀୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରିବ। ଯେଉଁ କୁଷ୍ଠରୋଗର ଘାଯୁକ୍ତ ଲୋକ ଆପଣା ଶୌଚ ସମ୍ବନ୍ଧୀୟ ଦ୍ରବ୍ୟ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ୟବସ୍ଥା। ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋନଙ୍କୁ କହିଲେ, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାଣ ଦେଶରେ ତୁମ୍ଭେମାନେ ପ୍ରବେଶ କଲେ, ଯେବେ ଆମେ ତୁମ୍ଭମାନଙ୍କର ଅଧିକୃତ ଦେଶର କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ, ତେବେ ସେହି ଗୃହସ୍ୱାମୀ ଯାଜକ ନିକଟକୁ ଆସି କହିବ, ଯଥା ମୋ ଗୃହରେ ଦାଗ ଥିଲା ପରି ମୋତେ ଦେଖାଯାଉଅଛି। ତେଣୁ ଗୃହର ସମସ୍ତ ଦ୍ରବ୍ୟ ଯେପରି ଅଶୁଚି ନ ହୁଏ, ଏଥିପାଇଁ ଯାଜକ ଦାଗ ଦେଖିବାକୁ ପ୍ରବେଶ କରିବା ପୂର୍ବେ ଗୃହ ଶୂନ୍ୟ କରିବାକୁ ଯାଜକ ଆଜ୍ଞା ଦେବ। ତହିଁ ଉତ୍ତାରୁ ଯାଜକ ଗୃହ ଦେଖିବାକୁ ପ୍ରବେଶ କରିବ। ପୁଣି ସେ ସେହି ଦାଗ ଦେଖିବ। ଆଉ ଦେଖ, ଯେବେ ସେହି ଦାଗ ଗୃହର କାନ୍ଥରେ ଟୋଲାପୋଲା ହୋଇ ବସିଯାଇ କିଞ୍ଚିତ୍ ଶାଗୁଆ ବର୍ଣ୍ଣ ଅବା ରକ୍ତ ବର୍ଣ୍ଣ ହୋଇଥାଏ, ପୁଣି ତାହା କାନ୍ଥର ନିଚସ୍ତ ଦେଖାଯାଏ, ତେବେ ଯାଜକ ଗୃହରୁ ବାହାର ହୋଇ ଦ୍ୱାର ନିକଟକୁ ଯିବ ଓ ସେହି ଗୃହକୁ 7 ଦିନ ରୁଦ୍ଧ କରି ରଖିବ। ପୁଣି ଯାଜକ 7ମ ଦିନରେ ପୁନର୍ବାର ଆସି ଦେଖିବ। ଆଉ ଦେଖ, ଯେବେ ଗୃହ କାନ୍ଥରେ ସେହି ଦାଗ ବଢ଼ିଥାଏ, ତେବେ ଯାଜକ ଦାଗଯୁକ୍ତ ପ୍ରସ୍ତର ସବୁ ବାହାର କରି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇଦେବାକୁ ଲୋକମାନଙ୍କୁ ଆଜ୍ଞା ଦେବ। ପୁଣି ସେ ସେହି ଗୃହର ଭିତର ଚାରିଆଡ଼େ ଚଞ୍ଚାଇବ। ସେହି ଛଞ୍ଚା ଧୂଳି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇଦେବ। ଆଉ ସେମାନେ ଅନ୍ୟ ପ୍ରସ୍ତର ନେଇ ସେହି ପ୍ରସ୍ତର ସ୍ଥାନରେ ବସାଇବେ ଓ ଅନ୍ୟ ଲେପ ନେଇ ଗୃହ ଲେପନ କରିବେ। ଆଉ ସେହି ପ୍ରସ୍ତର ବଦଳ କଲା ଉତ୍ତାରେ ଓ ଗୃହ ଚାଞ୍ଚିଲା ଉତ୍ତାରେ ଓ ଲେପନ କଲା ଉତ୍ତାରେ ଯେବେ ସେହି ଦାଗ ପୁନର୍ବାର ଗୃହରେ ଫୁଟି ବାହାରେ, ତେବେ ଯାଜକ ଆସି ଦେଖିବ। ଆଉ ଦେଖ, ଯେବେ ସେହି ଦାଗ ଗୃହରେ ବୃଦ୍ଧି ପାଇଥାଏ, ତେବେ ସେହି ଗୃହରେ କ୍ଷୟକୁଷ୍ଠ ଅଛି, ତାହା ଅଶୁଚି ଅଟେ। ତହିଁରେ ସେହି ଗୃହ ଭାଙ୍ଗି ପକାଇବ। ତହିଁର ପ୍ରସ୍ତର ଓ କାଷ୍ଠ ଓ ଧୂଳି ସବୁ ନଗରର ବାହାରେ ଅଶୁଚି ସ୍ଥାନକୁ ବହି ନେଇଯିବ। ଆହୁରି ସେହି ଗୃହ ରୁଦ୍ଧ ହୋଇଥିବା ସମୟରେ ଯେ କେହି ତହିଁ ଭିତରକୁ ଯାଏ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହୋଇ ରହିବ। ପୁଣି ଯେ ସେହି ଗୃହରେ ଶୟନ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସେହି ଘରେ ଯେ ଭୋଜନ କରେ, ସେ ଆପଣା ବସ୍ତ୍ର ଧୋଇବ। ଆଉ ଯାଜକ ଆସି ଦେଖନ୍ତେ, ଯେବେ ଦେଖ ସେହି ଗୃହ ଲେପନ କଲା ଉତ୍ତାରେ ଦାଗ ସେହି ଗୃହରେ ବଢ଼ିନାହିଁ, ତେବେ ଯାଜକ ସେହି ଗୃହକୁ ଶୁଚି ବୋଲି ପ୍ରକାଶ କରିବ, କାରଣ ଦାଗ ଗଲା। ତହୁଁ ସେ ସେହି ଗୃହକୁ ଶୁଚି କରିବା ପାଇଁ 2 ପକ୍ଷୀ ଓ ଏରସ କାଷ୍ଠ ଓ ସିନ୍ଦୁର ବର୍ଣ୍ଣ ଓ ଏସୋବ ନେବ। ପୁଣି ମୂର୍ତ୍ତିକା ପାତ୍ରସ୍ଥିତ ଶ୍ଵେତ ଜଳ ଉପରେ ଏକ ପକ୍ଷୀକି ବଧ କରିବ। ତହୁଁ ସେ ଏହି ଏରସ କାଠ ଓ ଏସୋବ ଓ ସିନ୍ଦୁର ବର୍ଣ୍ଣ ଲୋମ ଓ ଜିଅନ୍ତା ପକ୍ଷୀକି ନେଇ ହତ ପକ୍ଷୀର ରକ୍ତରେ ସେହି ସ୍ରୋତ ଜଳରେ ଡୁବାଇବ ଓ ସେହି ଗୃହରେ 7 ଥର ଛିଞ୍ଚିବ। ଏହି ପ୍ରକାରେ ପକ୍ଷୀର ରକ୍ତ ଦ୍ୱାରା ଓ ସ୍ରୋତ ଜଳ ଦ୍ୱାରା ଓ ଜିଅନ୍ତା ପକ୍ଷୀ ଦ୍ୱାରା ଓ ଏରସ କାଷ୍ଠ ଦ୍ୱାରା ଓ ଏସୋବ ଦ୍ୱାରା ସିନ୍ଦୁର ବର୍ଣ୍ଣ ଦ୍ୱାରା ସେହି ଗୃହକୁ ଶୁଚି କରିବ। ମାତ୍ର ସେ ଜିଅନ୍ତା ପକ୍ଷୀକି ନଗରର ବାହାରସ୍ଥ କ୍ଷେତ୍ର ଆଡ଼େ ଛାଡ଼ିଦେବ।
ଏ ରୂପେ ସେ ଗୃହ ନିମନ୍ତେ ପ୍ରାୟଶ୍ଚିତ କରିବ, ତହିଁରେ ତା ଶୁଚି ହେବ। କୁଷ୍ଠ ରୋଗର ସର୍ବପ୍ରକାର ଘା ଓ ଛଉର ଏହି ବ୍ୟବସ୍ଥା, ପୁଣି ବସ୍ତ୍ରସ୍ଥିତ ଓ ଗୃହସ୍ଥିତ କୁଷ୍ଠ, ଆଉ ଫୁଲା ଓ ପାମା ଓ ଚିକଣ ଚିହ୍ନ, ଏହିସବୁ କେଉଁ ସମୟରେ ଶୁଚି ଓ କେଉଁ ସମୟରେ ଅଶୁଚି, ଏହା ଜଣାଇବା ନିମନ୍ତେ କୁଷ୍ଠ ରୋଗର ଏହି ବ୍ୟବସ୍ଥା।